निजे कर देख पेज नंबर 41 निम्न परिप्रकाश गुड़िकर उभय पार्श्वर मान परिवर्तन न करी निम्न स्थान संख्या बाक्स मध्य चिन्ह व्यवहार कर लेखाला 3 इंटू ब्रैकेट भीतर रहा 6 प्लस 7 से मान चेंज कलानी एक प्रथम गुणिला प्लस 3 इंटू 7 तापर देला 8 प्लस 7 8 प्लस 3 इंटू 4 এইটা को या सहित गुणिब मिश्रण को मिश्रण रहा एक या सहित गुणिला बर्तमान आम लिखा 3 इंटू 5 होल इंटू 8 3 होल इंटू 5 प्लस 8 3 इंटू 5 रहा ये गुणिला है ये मझे किए अच्छी दी आम बाक्स मध्य चिन्ह देवा ए मझे किए प्लस चिन्ह रहा किए अच्छे 3 को 4 क्या सहित गुणा 8 सांगर 3 गुणन 8 तापर ये केते अच्छी 9 को 4 सहित गुणन करागला मझे किए चिन्ह अच्छी प्लस तापर ये चिन्ह अच्छी 2 को क्या सहित गुणा 4 सांगर तापर ये देख कि आमको देती किसी देना आम जदि ये लिखा ये जेकोसी संख्या तुम गोटे लिखिपर धर ये 2 लिखिल ये लिख 2 3 गुणन 2 मिश्रण 3 गुणन 4 एक पुणी या सागर गुणन कर प्रथम पद को द्वितीय पद सहित गुणन कर पद को या पद सहित गुणन कर धर ये रखिए के 13 रहा ये दुटा को गुणन कर मिश्रण 6 गुणन 4 6 गुणन 4 तापर ये कौन लिख 5 मिश्रण 2 एक या सहित गुणन कर प्लस एक या सहित गुणन कराला तापर ये के लिखा ये लिखा क्या सहित गुणन कर 4 सांग सहित उभय पटर 4 अच्छे तेल कमन कि 4 रहा 2 प्लस 3 2 2 माइनस रहा 3 इंटू 7 चिन्ह कौन अच्छे माइनस 8 इंटू 3 7 माइनस ये के रहा धर दे 12 माइनस 6 लिखिपर ये कौन लिखा 5 गुणन 12 माइनस 5 गुणन 6 है तब ये कौन 6 दे आम ये 6 लिखा ये कौन लिखा 15 गुणन 7 माइनस 6 गुणन 7 तापर ये 9 दे 4 दे 9 माइनस 4 यहाँ कौन देला 7 उभय पटर से 3 7 रहा 17 माइनस 9 निम्नलिखित परिप्रकाश गुड़िकर उभय पार्श्व को देखी शून्य स्थान में ग्रेटर देन लेस देन इक्वल चिन्ह व्यवहार करवा देख ए देला देखिए 3 इंटू 1 प्लस 6 14 बाहर सेपरी आम 14 मूल्यटा किपर एमती निर्णय करवा तो प्रथम ना 14 प्लस 0 14 ये कौन लिखा 1 14 शुण मिशन 14 एक गुणा से 14 बाहर आउट लिखिपर
5 2 7 7 ଦୁणे 14 ହେଲା। ଆଉ ଗୋଟେ କ'ଣ ଲେଖିପାରିବା 6 + 1 7 7 ଦୁणे 14 4 + 3 7 14। ନିଜେ କରି ଦେଖ ପେଜ ନମ୍ବର 43 ଆଉ 44। ନିମ୍ନରେ ଦିଆଯାଇଥିବା ପରିସ୍ଥିତିକୁ ଗୁଡ଼ିକୁ ପଢ଼। ପ୍ରତ୍ୟେକ ପରିସ୍ଥିତି ପାଇଁ ଉପଯୁକ୍ତ ଗାଣିତିକ ପରିପ୍ରକାଶ ଗୁଡ଼ିକୁ ଲେଖି ତାର ସମାଧାନ କର। ନବରଙ୍ଗପୁର ଜିଲ୍ଲା ହାଟ ସପ୍ତାହର 7 ଦିନ ବସେ। ନବରଙ୍ଗପୁର ଜିଲ୍ଲାର ହାଟ କେତେ ଦିନ ବସେ? 7 ଦିନ ବସେ। ରହିମ ନିଜ ବାଡ଼ିରେ ଫଳୁଥିବା ପ୍ରତ୍ୟେକ ଆମ୍ବ ପ୍ରତ୍ୟେକ ଦିନ 9 କିଗ୍ରା କରି ଓ ରାମ ନିଜ ବାଡ଼ିରେ ଫଳୁଥିବା ଆମ୍ବ ପ୍ରତ୍ୟେକ ଦିନ 11 କିଗ୍ରା କରି ହାଟକୁ ପଠାଏ। ମାନେ ରହିମ କେତେ ଆମ୍ବ ପଠାଏ ପ୍ରତ୍ୟେକ ଦିନ? 9 କିଗ୍ରା। ଆଉ ରାମ କେତେ ପଠାଏ ଆମ୍ବ? 11 କିଗ୍ରା। ହେଲା। ସେମାନଙ୍କ ଦ୍ୱାରା ହାଟକୁ ସପ୍ତାହ ଯାକ ଯୋଗାଉଥିବା ସମୁଦାୟ ଆମ୍ବର ପରିମାଣ କେତେ? ଦେଖ ତାର ନିର୍ଣ୍ଣୟ କରିବା। ନିଜେ କରି ଦେଖ ପେଜ ନମ୍ବର 43 and 44। 1 ନମ୍ବର ଲେଖିବ ରହିମ ସପ୍ତାହକୁ କେତେ ଦିନ ହାଟ ବସେ? 7 ଦିନ ହାଟ ବସେ। सात कमन आसो 7 गुणन 9 मिशाण 11 इक्वल 7 गुणन 20 इक्वल 140। देखिए बिन्नुर मासिक आय 20,000 टंका। से मासक घर भड़ा बाबदक 5,000 टଙ୍କା, खाद्य बाबदक 5,000 टଙ୍କା, अन्य खर्च बाबदक 2,000 टଙ୍କା खर्च कले तेबे से वर्ष को केते टंका संचय करिबा। एटा मासिक देला 40 तेबे से वर्ष को केते टंका संचय करिबा आस आमे निर्णय करिबा। लिखिब बिन्नुर मासिक आय 20,000 टंका।
ଭଡ଼ା ବାବଦକୁ ସେ କେତେ ଟଙ୍କା ଖର୍ଚ୍ଚ କରେ, ଖର୍ଚ୍ଚ ଭଡ଼ା ବାବଦକୁ 5,000 ଟଙ୍କା। ଖାଦ୍ୟ ବାବଦକୁ ଖର୍ଚ୍ଚ 5,000 ଟଙ୍କା। ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ 2,000 ଟଙ୍କା। ତାପରେ ଲେଖିବ ମୋଟ ଖର୍ଚ୍ଚ, ତାର ମୋଟ ଟୋଟାଲ କେତେ ଟଙ୍କା ସେ ଖର୍ଚ୍ଚ କଲା। 10,000 12,000 ଟଙ୍କା ସେ ଟୋଟାଲ ଖର୍ଚ୍ଚ କଲା। ତେବେ ମାସକୁ ସେ ଇନକମ୍ କଲା କେତେ, ତାର ମାସିକ ସଞ୍ଚୟ ଲେଖିବ। ମାସିକ ସଞ୍ଚୟ, ମାସକୁ ସେ ଇନକମ୍ କରେ କେତେ ଟଙ୍କା, 20,000 ଟଙ୍କା। 20,000 ଟଙ୍କା ତାର ଖର୍ଚ୍ଚ ହେଇଗଲା କେତେ, 12,000 ଟଙ୍କା। ଆଉ ରହିଲା କେତେ, 8,000 ଟଙ୍କା। ତାପରେ ତାର ବାର୍ଷିକ ସଞ୍ଚୟ କେତେ ହୁଏ, ବାର୍ଷିକ ସଞ୍ଚୟ କେତେ ହୁଏ ଦେଖ। ସିଏ ଇନକମ୍ କରେ କେତେ, ତାର ମାସକୁ କେତେ ସଞ୍ଚୟ ହୁଏ, 8,000 ଟଙ୍କା। ତାପରେ ଗୋଟେ ବର୍ଷ 12 ମାସ, 12 × 96, ଟୋଟାଲ କେତେ ଟଙ୍କା ସେ ସଞ୍ଚୟ କରନ୍ତି, ବର୍ଷକୁ 96,000 ଟଙ୍କା ସେ ସଞ୍ଚୟ କରନ୍ତି। ସେଟାକୁ ଆମେ ଗାଣିତିକ ପରିପ୍ରକାଶରେ କିପରି ଲେଖିବା, ଗାଣିତିକ ପରିପ୍ରକାଶ ଦେଖ। ଗାଣିତିକ ପରିପ୍ରକାଶରେ ଆମେ ତାକୁ ଲେଖିବା। ଦେଖ ତାର ଇନକମ୍ କେତେ, 20,000 ଟଙ୍କା। ତାର ଖର୍ଚ୍ଚ କେତେ ହେଲା, 5,000 ପ୍ରଥମେ ଖର୍ଚ୍ଚ ହେଲା ଭଡ଼ା ବାବଦକୁ। ତାପରେ ଖାଦ୍ୟ ବାବଦକୁ ଖର୍ଚ୍ଚ ହେଲା 5,000। ତାପରେ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଖର୍ଚ୍ଚ ହେଲା 2,000 ହେଲା। ତାପରେ ତାର ସଞ୍ଚୟ କେତେ ହେଲା, ଏଇଟାକୁ ନିର୍ଣ୍ଣୟ କରିଦେବୁ କେତେ ହେଲା। ଧର 20,000, ଯେଉଁଟାକୁ ଆମେ ନିର୍ଣ୍ଣୟ କରିଥିଲେ ମାଇନସ୍ ସେଇଟା ବାହାରିଥିଲା ଆମର 12,000 ଆଉ ରହୁଥିଲା 8,000। ତାପରେ ତାର ସଞ୍ଚୟ କେତେ ହେଉଥିଲା, 8,000 × 12, 96,000। ରାସ ଦେଖିବା କ୍ୱେଶ୍ଚନ୍ ନମ୍ବର 6। ଗୋଟିଏ ଗେଣ୍ଡା ଦିନ ବେଳେ ଏକ ଖୁଣ୍ଟ ଉପରକୁ 3 ସେଣ୍ଟିମିଟର ଚଢ଼େ। ଦିନକୁ ସେ କେତେ ଉପରକୁ କେତେ ସେଣ୍ଟିମିଟର ଚଢ଼େ, 3 ସେଣ୍ଟିମିଟର। ରାତିରେ ସେ କେତେ ଚଢ଼େ, 2 ସେଣ୍ଟିମିଟର। ଖୁଣ୍ଟଟି 100 ମିଟର ଉଚ୍ଚ ହୋଇଥିଲେ ଖୁଣ୍ଟର ଅଗ୍ରଭାଗ ଚଢ଼ିବା ପାଇଁ ତାକୁ କେତେ ଦିନ ସମୟ ଲାଗିବ। ଆସ ତାକୁ ନିର୍ଣ୍ଣୟ କରିବା। ଲେଖିବ ଗେଣ୍ଡାଟି ଦିନରେ ଖୁଣ୍ଟ ଉପରକୁ ଚଢ଼େ 3 ସେଣ୍ଟିମିଟର। ରାତିରେ ଚଢ଼େ କେତେ ସେଣ୍ଟିମିଟର, ରାତିରେ ଚଢ଼େ 2 ସେଣ୍ଟିମିଟର। ଗୋଟିଏ ଦିନରେ ଚଢ଼ିବ, ପ୍ରତ୍ୟେକ ଦିନ ଏତେ ସେଣ୍ଟିମିଟର ଚଢ଼ିଲେ ଗୋଟେ ଦିନ କେତେ ସେଣ୍ଟିମିଟର ଚଢ଼ିବ, ସେମି ମିଶାଣ ସେମି ଇକ୍ୱାଲ୍ ଟୁ 5 ସେମି ଇକ୍ୱାଲ୍ ଟୁ 5 ସେମି। ତାପରେ ହେଇଛି 100 ସେଣ୍ଟିମିଟର। ସେ ଖୁଣ୍ଟିଟା କେତେ ଦୈର୍ଘ୍ୟ, ତାର 100 ସେଣ୍ଟିମିଟର। ଖୁଣ୍ଟିଟି ଉପରକୁ ଚଢ଼ିବା ପାଇଁ ଦିନ ଲାଗିବ ଇକ୍ୱାଲ୍ ଟୁ 10/5 ଇକ୍ୱାଲ୍ ଟୁ 20। ତାପରେ ଲେଖିବ ଅତଏବ ଗେଣ୍ଡାଟି 20 ଦିନରେ ଉପରକୁ ଚଢ଼ିବ। ତାର ଗାଣିତିକ ପରିପ୍ରକାଶଟି କେମିତି ଲେଖିବ, ଟୋଟାଲ 100ଟା ଖୁଣ୍ଟି 100 ସେଣ୍ଟିମିଟର ଉଚ୍ଚ ପ୍ଲସ୍ 2।
ମହେନ୍ଦ୍ର ମଙ୍ଗଳବାର ଓ ଶନିବାର ବ୍ୟତୀତ ପ୍ରତ୍ୟେକ ଦିନ ସେମାନଙ୍କର ପ୍ରତିଦିନ 2 ପୃଷ୍ଠାର ଏକ ଗପ ପଢ଼େ। ସେ 8 ସପ୍ତାହରେ କେତୋଟି ଗପ ପଢ଼ିବ? ନିମ୍ନରେ ଦିଆଯାଇଥିବା କେଉଁ ଗାଣିତିକ ପରିପ୍ରକାଶଟି ଏହାକୁ ସୂଚିତ କରୁଛି? ଦେଖ ପ୍ରଥମ ଦେଇଛି ସପ୍ତାହକ କେତେ ଦିନ? 7 ଦିନ। 7 ଦିନ ମଧ୍ୟରୁ ସେ 2 ଦିନ ପଢ଼େନି, ତେବେ କେତେ ଦିନ ପଢ଼େ? 5 ଦିନ ପଢ଼େ। ତେବେ 5 ଦିନରେ ସେ 5 ସପ୍ତାହରେ କେତୋଟି ଗପ ବହି ପଢ଼ିବା? ପ୍ରତ୍ୟେକ ଦିନ କେତେ ପୃଷ୍ଠା ବହି ପଢ଼େ? ନା 7ଟି ପୃଷ୍ଠା। ଦେଖ ଏଇଟାକୁ ଆମେ ଯେମିତି ତାକୁ ଗାଣିତିକ ପରିପ୍ରକାଶରେ ଲେଖିବା, ଖାଲି ଗାଣିତିକ ପରିପ୍ରକାଶରେ ଲେଖିବା। ଏଇଟା ଉଦାହରଣ ଦେଇଛି, ଭିତରେ କେଉଁ ଗାଣିତିକ ପରିପ୍ରକାଶଟା ହେବ ଲେଖିବ। ଗାଣିତିକ ପରିପ୍ରକାଶଟି ଦେଖ, ସପ୍ତାହ କେତେ ଦିନ? 7 ଦିନ। 7 ଦିନରୁ ମଙ୍ଗଳବାର ଦିନ ଶନିବାର ପଢ଼େନି, ମାନେ ସେ 2 ଦିନ ପଢ଼େନି। ଆଉ ପ୍ରତ୍ୟେକ ଦିନ କେତେ? ସେ ପ୍ରତ୍ୟେକ ଦିନ 2 ପୃଷ୍ଠା ଏକ ବହି ପଢ଼େ 8 ସପ୍ତାହରେ। 8 ସପ୍ତାହ ହେବ। 8 ସପ୍ତାହରେ କେତୋଟି ଗପ ବହି ପଢ଼ିବ? ଦେଖ ତାର ଆନ୍ସର୍ କ'ଣ ହେଉଛି? ଏଇଟା ଆସିବ ଅପସନ୍ ନମ୍ବର B, 7 - 2 × 8। ଦେଖ, ନିମ୍ନଲିଖିତ ପରିପ୍ରକାଶ ଗୁଡ଼ିକର ମାନ ନିର୍ଣ୍ଣୟର ବିଭିନ୍ନ ପଦ୍ଧତି ଦିଆଯାଇଛି। ଏ ମାନ ରାସ ନିର୍ଣ୍ଣୟ କରିବା, ଏଇଟା 2ଟି ପଦ୍ଧତିରେ ଏ ମାନ ନିର୍ଣ୍ଣୟ କରିବା। ଆସ 3 ନମ୍ବର କ୍ୱେଶ୍ଚିନ୍ଟା ଆମେ ପ୍ରଥମେ ଲେଖିଦେବା। 1 - 2 + 3 - 4 + 5 - 6 + 7 - 8 + 9 - 10। ପ୍ରଥମେ ଲେଖିବା, ପୁଣି ନିର୍ଣ୍ଣୟ କରିବା 1 + 2 + 3 - 4 + 5 - 6 + 7 - 8 + 9 - 10 = -1 ପ୍ଲସ୍ ଏଇଟା ବାହାରିବ -1 ପ୍ଲସ୍ -1, କାରଣ ବଡ଼ ସଂଖ୍ୟା ସାନ ସଂଖ୍ୟା ଯାଇପାରିବନି, ଯିବ ଫେଡ଼ାନ ହେବ -1 ପ୍ଲସ୍ -1 ପ୍ଲସ୍ -1। -1 କେତେ ଥର ଅଛି? 5 ଥର ଅଛି। -1 × 5 = -5। और ଆଉ ଗୋଟେ और କେମିତି କ'ଣ ନିର୍ଣ୍ଣୟ କରିବା? ପୁଣି କ୍ୱେଶ୍ଚନ୍ ଲେଖିବା -2 + 3 - 4 + 5 - 6 + 7 - 8 + 9 - 10 = ସବୁ ମିଶାଣକୁ ଜାଗା କରିଦେବା, ଫେଡ଼ାଣକୁ ଜାଗା କରିଦେବା ହେଲା। 1 + 3 + 5 + 7 + 9, ତାପରେ ପ୍ଲସ୍ 7, ତାପରେ -2 - 4 - 6 - 8 - 10 ସଜାଇଦେବା, ଏକ ଗୋଟେ ସାରି କରିଦେବା। 1 + 3 + 5 + 7 + 9 ଗୋଟେ ସାଇଡ଼୍ ହେଲା, ପ୍ଲସ୍ ଏଇଟା ମାଇନସ୍ କରିଦେବା, ମାଇନସ୍ ଇଏ ପ୍ଲସ୍ କରିଦେବା, ଏକ ପ୍ଲସ୍ ଲେଖିଦେବା ହେଲା। 2 + 4 + 6 + 8 + 10 -25 ବିରୁ କ୍ୱେଶ୍ଚନ୍ ଦେଇଛି। ଆସ ଦେଖିବା। 1 - 1 + 1 -1 -1 + 1 -1 + 1 -1 + 1 -1 ନିର୍ଣ୍ଣୟ କରିବା। ଦେଖ, 1 0 + 0 + 0 + 0 + 0 + 0 = ଆନ୍ସର୍ ୟାକୁ 0 ବାହାରିବ। और ଆଉ ଗୋଟେ और କେମିତି କରିବା? ଧର 1 - 1 + 1 - 1 + 1 - 1 + 1 - 1 + 1 - 1 ହେଲା। 1 + 1 + 1 + 1 + 1 ରହିଲା, ତାପରେ ମାଇନସ୍ +1 1 + 1 + 1 + 1 1 2 3 4 5 -1 2 3 4 5 5
ଗ୍ରେଟର ଦେନ୍ ଲେସ୍ ଦେନ୍ କିମ୍ବା ଇକ୍ୱାଲ୍ ଟୁ ବ୍ୟବହାର କରି ନିମ୍ନଲିଖିତ ଗାଣିତିକ ପ୍ରକାଶ ଗୁଡ଼ିକୁ ତୁଳନା କରିବା। ଦେଖ 4 ନମ୍ବର ଏ 49 ମାଇନସ୍ 7 ପ୍ଲସ୍ 8 49 ମାଇନସ୍ 10 ପ୍ଲସ୍ 8। क्वेश्चन नंबर सी 145 माइनस 17 इंटू 8 145 माइनस 17 इंटू 6। ଚलो ଆମେ ଦେଖେଇବା ହିସାବ ନକରି ନିମ୍ନରେ ଦିଆଯାଇଥିବା ଗାଣିତିକ ପରିପ୍ରକାଶ ସହ ସମାନ ପରିପ୍ରକାଶଟିକୁ ଚିହ୍ନଟ କର। ଏଠି ଗୋଟେ ପରିପ୍ରକାଶ ଦେଇଛି, ତାର ମୂଲ୍ୟ ଏହାର କାହାର ମୂଲ୍ୟ ସହିତ ସମାନ ଆସ ନିର୍ଣ୍ଣୟ କରିବା।
5 ଏକ ସଂଖ୍ୟା ନେଉ 10ଟି ଭିନ୍ନ ଭିନ୍ନ ଗାଣିତିକ ପରିପ୍ରକାଶ ଲେଖ ଯାହାର ମାନ ଉକ୍ତ ସଂଖ୍ୟା ସହ ସମାନ ହେବ।